ପୁଅର କଣପୁର ଥାନା ବାଲିକୁଦା ଜିଲ୍ଲା ଜଗତସିଂହପୁର। ପୁଅ ଜନ୍ମଦିନ ବେଳେ ପୁରୀ ଜଗନ୍ନାଥ ମନ୍ଦିର ଯାଇଥିଲା। ଫେରିବା ପରେ କାକଟପୁରରେ ପହଞ୍ଚିଥିଲା। କାକଟପୁର ପହଞ୍ଚିବା ପରେ ଲୋକମାନେ ପଚାରୁଛନ୍ତି ଅଚିହ୍ନା ଲୋକ ଦେଖି, ସେମାନେ ସବୁ ଫୋନ କରୁଛନ୍ତି ଆମ ପାଖକୁ। ମୋ ପୁଅ ସାନ ପୁଅର ଫୋନ ଶୋଇପଡ଼ିଥିବା ଭିତରେ ଆମେ ଜାଣିପାରୁନୁ। ତେଣୁ ସାନ ପୁଅ କହିଲା, ତା ପରଦିନ ଫୋନ କଲା ପରେ ସେମାନେ କହିଲେ ଯେ ପୁଅଟା ଥିଲା ଏଠି କାକଟପୁର ନିଆଳିରେ, ଆଉ ପଳେଇଛି ଆଗକୁ ପଳେଇ ମୋର ନଖରା ଗୋଟେ ଏକ ଦୋକାନ ଅଛି। ଦୋକାନରେ ମୋ ପୁଅ ଭାବିଛି, ବଡ଼ ପୁଅ ନାରାୟଣ ସାହୁ, ଯେ ଦୋକାନରେ ପହଞ୍ଚିବି। ଦୋକାନ ନ ପହଞ୍ଚିଲେ ବଡ଼ ଝୋଲର ପାଖରେ ଗୋଟେ ଏକ ଢାବା ଥାଏ। ସେ ଢାବାରେ ମୋ ପୁଅ ଖାଇଛି ଏବଂ 50 ଟଙ୍କା ଦେଇଛି। 50 ଟଙ୍କା ଦେବା ପରେ ସେ ଢାବା ମାଲିକ ଆଉ 50 ଟଙ୍କା ନ ପାଇବାରୁ ମୋ ପୁଅକୁ ବାନ୍ଧିକିରି ଏବଂ 3 ଜଣ ଲୋକ ମିଶି ବାନ୍ଧି ବାଡ଼େଇଛନ୍ତି। ବାଡ଼େଇବା ପରେ ମାରି ଦେଇଛନ୍ତି କି ବଞ୍ଚିଛି ମୁଁ ସେ କଥା କହିପାରିବିନି ଆଜ୍ଞା। ତେଣୁ ମୋତେ ବାଲିକୁଦା ଆଇ ସାର୍ କହିଲେ ଯେ ତତେ ଟ୍ୟାପିଂ କରିକି ଧଉଛି, କେଉଁଠୁ ଏ ଫଟୋଟା ଆଇଛି, ବନ୍ଧା ଫଟୋଟା। ସାର୍ ମୋତେ ତା ପରଦିନ 10ଟା ବେଳକୁ ସାର୍ ବାଲିକୁଦା ସୁଶାନ୍ତ କୁମାର ସାହୁ ମୋତେ ଦେଲେ ନମ୍ବର ଦେବା ପରେ ମୁଁ ଯାଇକରି ମୋତେ କହିଲେ ସଦରରେ କେସ୍ ଦିଅ। ସଦର ଥାନାରେ ମୁଁ କେସ୍ ଦେବା ପରେ ସେ ସାର୍ ସେ ଖୋଜାଖୋଜି କଲେ। ଖୋଜାଖୋଜି କଲା ପରେ କୌଣସି ସନ୍ଦେହ ମିଳିଲା ନାହିଁ। ତେଣୁ ସେ ଯେଉଁ ଢାବା ମାଲିକ, ତା ନାଁ ହେଉଛି ହେମନ୍ତ କୁମାର ବିଶ୍ୱାଳ ମୁଦୁଲି। ସେ ହେମନ୍ତ କୁମାର ମୁଦୁଲି ସେ ଆଣିକିରି ଫାଣ୍ଡିରେ ପହଞ୍ଚିଥିଲା। ଫାଣ୍ଡି ଅଫିସର ଥିଲା ଯେ ସେ କହିଲେ ଯେ ସଦର ଥାନାରେ ପହଞ୍ଚାଅ। ନ ପହଞ୍ଚିବା ପରେ ସେ ଆଗକୁ ନେଇଯାଆନ୍ତି। କ୍ୟାମେରା 3ଟା ଥିଲା। ସେ କ୍ୟାମେରା ପାଖରୁ ନ ପହଞ୍ଚେଇ ତାକୁ ସେପଟେ ନେଇ ମାରିଦେଇ। ଆଜ୍ଞା ମୁଁ ଲେଖିଛି। ସେ ହୋଟେଲ ମାଲିକ ସେ ଆମର ହେମନ୍ତ କୁମାର ମୁଦୁଲି ତ ମାରିଦିଅନ୍ତି ବୋଲିକିରି 3ଟା ସହଯୋଗୀ ନେଇକି 3ଟା ସହଯୋଗୀ ମାରିଦିଅନ୍ତି ବୋଲି ମୁଁ ଏ ଚିନ୍ତାଧାରା କରୁଛି। ଆଜ୍ଞା ଆଗରୁ ଆଜ୍ଞା ପୁଅ ଯେତେ ଯାଇଥାଏ, ପୁରୀ ଜନ୍ମଦିନରେ ଯାଇଥାଏ, ସେ ଫେରେ, ଯୁଆଡ଼େ ଯାଇଥାଏ ଫେରେ। ସେ ବୁଦ୍ଧିଜୀ ପିଲା, ପାଠଶାଠ ପଢ଼ୁଛି। ଆଜିକି 27 ଦିନ ହେଲା। ଆଜ୍ଞା ନାଇଁ ଫେରିନି। ଆମେ ଉଚ୍ଚ ଅଧିକାରୀ କଟକ ଡିସିପି ସାହେବ, ବରଭା ସାହେବ, ଜଗତସିଂହପୁର, ଏମାନେ ସବୁ ସାହେବ ମାନେ ପଚାରିଛନ୍ତି। ଖୋଜାଖୋଜି ଚାଲିଛି, ତାମାନେ କହି ଚାଲିଛି। ଆଜ୍ଞା ମୋ ସ୍ତ୍ରୀ ବି ଅସୁବିଧାରେ, ମୋ ପିଲାମାନେ ବି ଅସୁବିଧାରେ, ମୁଁ ବି ଅସୁବିଧା। ମୁଁ ଚାହୁଁଛି ପିଲା ପହଞ୍ଚିବା ଦରକାର, ଆଇନ ଅନୁସାରେ ଦଣ୍ଡ ଦେବା ଦରକାର। ତାକୁ ଯଦି 100 ଟଙ୍କା ଖାଇଛି, 50 ଟଙ୍କା ନ ଦେଇପାରିଛି, ତେଣୁ ସେ ଜିନିଷଟା ବିଚାରକୁ ନିଆଯାଉ। ଆଜ୍ଞା 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 ଆଉ ସେମିତି ଜିନିଷ ଯେଉଁ ଗୋଟା କ୍ୟାମେରା ଲାଗିଛି, ସେମାନେ କୁହନ୍ତି ଏବେ ଛାଡ଼ିଛି ବୋଲି, ସେ ସେଠି ମୋ ପୁଅ ଛାଡ଼ି ନାହାନ୍ତି। ସେଟା ମୁସଲିମ ଲୋକ ଅଛି, କବାଡ଼ିଆ ଦୋକାନ କରିଛି, ସେ ଜାଗାରେ ସେ ଛାଡ଼ିନି ବୋଲି ମୁସଲିମ ଲୋକ ବି କହିଛି। 3 ଥର ଯିବା ପରେ ମୋତେ କହିଛି। ମୁଁ ରାମ ଦେଖେ ହନୁ ଦେଖରେ ଠାବ କରିଛି, ଯେଉଁ ଜିନିଷ ହେଇଛି, 100 ଟଙ୍କା ଯୋଗୁରୁ ମୁଁ କି 50 ଟଙ୍କା ଯୋଗୁରୁ ମୁଁ ଏ ପଇସା ଦେବାକୁ ରାଜି ଅଛି। ସେ ଜିନିଷ ମୁଁ କରିଛି। ପଇସା ସାଙ୍ଗେ ସାଙ୍ଗେ ଦେବି ଆଜ୍ଞା, ମୋର ସେଥିରେ କିଛି ଅସୁବିଧା ନାହିଁ। ମୁଁ ସବୁ ଡିସିପି ସାର୍ଙ୍କୁ ଜଣାଇଛି। ବର୍ମା ସାର୍ଙ୍କୁ SP ଧର୍ମ ଲୋକ, ସେ ଧର୍ମ ଲୋକ। SP ସାହେବ ଜଗତସିଂହପୁର, ସେ କହିଛି ମୋ ଜିଲ୍ଲାର ଲୋକ ଯାଇଛନ୍ତି ମାନେ ମୁଁ ଖୋଜି ବାହାର କରିବି, ଆପଣ ବ୍ୟସ୍ତ ହୁଅନ୍ତୁନି। ଏକଥା ବର୍ମା ସାର୍ କହିଛନ୍ତି। SP ସାହେବ ମୋତେ କହିଛନ୍ତି ଯେ ମୋ ଉପରେ ବିଶ୍ୱାସ ଅଛି ସାହେବଙ୍କ ଘରେ। ସାହେବ କହିଛନ୍ତି ଯେ ମୁଁ ନିଶ୍ଚିନ୍ତ ଭାବରେ ପହଞ୍ଚେଇବି। ଯଦି ଅସୁବିଧା ଥାଏ ତାହେଲେ ନିଶ୍ଚିନ୍ତ ଆଇନ ଅନୁସାରେ କାର୍ଯ୍ୟ କରିବି।